आज ओडिशा सेवक संघ तरफ गोटे वॉलंटरी ब्लड डोनेशन कैंप होची। ब्लड डोनर माने उत्साहित होई आसी ब्लड डोनेट करुचंती। आपण माने तो जानी थिबे हमर कटक भुवनेश्वर ट्विन सिटी गोटे मेडिकल हब हो जाइए। एठी बहुत थैलासेमिया पेशेंट अच्छी, किसी कैंसर पेशेंट्स अच्छी, किडनी डायलिसिस पेशेंट्स अच्छी, जो मान सब ब्लड आवश्यकता पड़ुची। आई ब्लड आवश्यकता को आखि आगे रखी ओडिशा सेवक संघ भली किसी अनुष्ठान आगे आसी ये ब्लड डोनेशन हो पारुଛି ଏବଂ କିଛି ରୋଗୀ ଉପକୃତ ହେଇପାରୁଛନ୍ତି। ମୁଁ ଜାଣିଛି ପ୍ରତ୍ୟେକ ବର୍ଷ ଏଇ ଓଡ଼ିଶା ସେବକ ସଂଘ ଗୋଟେ ଭଲେଣ୍ଟାରୀ ବ୍ଲଡ୍ ଡୋନେସନ୍ କ୍ୟାମ୍ପ କରନ୍ତି। ଆଉ ପ୍ରାୟ ପାଖାପାଖି ମାନେ 50-100 ପାଖାପାଖି ବ୍ଲଡ୍ କଲେକ୍ଟ କରନ୍ତି। ମୁଁ ଆଶା କରୁଛି ସେମାନେ ଆଗକୁ ଏଇଭଳି ଜାରି ରଖିବେ। ଏହା ସହିତ ସେମାନେ ବି ଆହୁରି ଅନ୍ୟାନ୍ୟ ହେଲ୍ଥ ଚେକଅପ୍ କ୍ୟାମ୍ପ ହରମୋନ ସୋସିଆଲ ୱାର୍କ କରନ୍ତି, ଯେଉଁଥିରେ କି ଉତ୍ସାହିତ ହୋଇ ସବୁ ୟଙ୍ଗ ମାସ୍ ଆସିକି ପାର୍ଟିସିପେଟ୍ କରନ୍ତି। ନାଇଁ ନାଇଁ, ବ୍ଲଡ୍ ଡୋନେଟ୍ କଲେ ଭଲ, ଶରୀର ପାଇଁ ବି ଭଲ। କାରଣ ଆପଣମାନେ ଜାଣିଥିବେ ବ୍ଲଡ୍ରେ ଆମର ଯେଉଁ ଫ୍ୟାଟ୍ ଅଂଶ ରହୁଛି ସେଇଟା ଟିକେ କମିଯାଏ, କାର୍ଡ଼ିଆକ୍ ଆରେଷ୍ଟର ଚାନ୍ସେସ୍ କମିଯାଏ, କାରଣ ବ୍ଲଡ୍ ଥିନ୍ ହେଇଯାଏ। ତା ସହିତ ଆପଣ ତ ଜାଣିଥିବେ ଗୋଟେ ମୁଁ କହିବି ଦେର୍ ଇଜ୍ ଏ ଲ ଅଫ୍ କର୍ମ, ଯିଏ ଦିଏ ତା ଏଗେନ୍ଷ୍ଟରେ କିଛି ଗୋଟେ ପାଏ। ତେଣୁ ଯିଏ ବ୍ଲଡ୍ ଡୋନେଟ୍ କରୁଛି ମାନେ ନିଶ୍ଚୟ ତାକୁ ଭଗବାନଙ୍କୁ ଗୋଟେ ଗୋଟେ ହେଲ୍ପ କରିବେ। ଥ୍ୟାଙ୍କ ୟୁ। ମୁଁ ଅଶୋକ କୁମାର ମିଶ୍ର, ମୁଁ ଓଡ଼ିଶା ସେବକ ସଂଘର ସଭାପତି ଅଛି। ହଁ, ଆମେ ପ୍ରତିवर्ଷ ଆମର ଉତ୍କଳ ଦିବସ ହେଉଛି ଆମର ଏଇ ଓଡ଼ିଶା ସେବକ ସଂଘର ଗୋଟେ ଫାଉଣ୍ଡେସନ୍ ଡେ। ଏଇ ଦିନ 2012 ମସିହାରେ ଆମେ ଏହାର ଗୋଟେ ସ୍ଥାପନା କରିଥିଲୁ। ପ୍ରତିବର୍ଷ ଆମେ ବିଭିନ୍ନ ପ୍ରକାର ସେବାମୂଳକ କାମ ଆମେ ଏମିତି କରି ଆସୁଛୁ। ବ୍ଲଡ୍ ଡୋନେସନ୍ କ୍ୟାମ୍ପ ହଉ କିମ୍ବା ହେଲ୍ଥ କ୍ୟାମ୍ପ ହଉ, ଆଇ କ୍ୟାମ୍ପ ହଉ କି ପ୍ଲାଣ୍ଟେସନ୍ ପ୍ରୋଗ୍ରାମ ହଉ, ଡେଙ୍ଗୁ ନିରାକରଣ, ମ୍ୟାଲେରିଆ ନିରାକରଣ, ବିଭିନ୍ନ ବସ୍ତି ମାନଙ୍କରେ ଯାଇ କାର୍ଯ୍ୟକ୍ରମ କରୁଛୁ। ସ୍ୱଚ୍ଛତା ସଫେଇ କାର୍ଯ୍ୟକ୍ରମ ବି କରୁଛନ୍ତି, ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ ଚାଲେ। ଆଜି ମଧ୍ୟ ସେଇଭଳି ଆମେ ଉତ୍କଳ ଦିବସରେ ଆମେ ଗୋଟେ ବ୍ଲଡ୍ ଡୋନେସନ୍ କ୍ୟାମ୍ପ ରଖିଛୁ ଏଇଠି। ଏହା ସହିତ ଆମେ ଆ ପରେ ମଧ୍ୟ କିଛି କାର୍ଯ୍ୟକ୍ରମ ରଖିଛୁ। ଏମିତି କିଛି ଅସହାୟ ବୃଦ୍ଧ ବୃଦ୍ଧା ବ୍ୟକ୍ତିମାନଙ୍କୁ ଆମେ ନିମନ୍ତ୍ରିତ କରିଛୁ, ଯେଉଁମାନଙ୍କୁ ଆମେ କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଏମିତିକି ଶାଢ଼ୀ ହଉ, ଗାମୁଛା, ପାଣି ବୋଟଲ, ଖାଦ୍ୟ ପଦାର୍ଥ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଛି ବଣ୍ଟନ କରିବୁ। ତା ସହିତ କିଛି ସମାଜସେବୀକୁ ମଧ୍ୟ ଡାକିଛୁ, ଯେଉଁମାନେ ନିୟମିତ ସମାଜର ସେବାରେ ଲାଗିଛନ୍ତି, ସେମାନଙ୍କୁ ମଧ୍ୟ ଆମେ କିଛି ସମ୍ମାନିତ କରିବାର କାର୍ଯ୍ୟକ୍ରମ ରଖିଛୁ। ସଂଘର ମୂଳ ଲକ୍ଷ୍ୟ ହେଲା ଆକ୍ଚୁଆଲି ଏହା କୌଣସି ମାନେ ପଲିଟିକାଲ କି ଗୋଟେ ମାନେ ପ୍ରଫିଟେବୁଲ ଅର୍ଗାନାଇଜେସନ ନୁହେଁ। ଏଇଟା ଆମେ ଏଇଥିପାଇଁ ଆମେ କିଛି ଜଣ ମିଶିକିରି, ଯେମିତି ଆମର ବସନ୍ତ ଭାଇ ହେଲେ, ଜିତୁ ବାବୁ, ହରିକୃଷ୍ଣ ସାର୍, ମୁଁ, ମୀନାକ୍ଷୀ ଭଉଣୀ ଅଛନ୍ତି, ଏମିତି ମୁଖ୍ୟ କେତେ ଜଣ ମିଶିକିରି ଆମେ ଏଇଟା ସ୍ଥାପନା କରିଛୁ। ଏହାର ଲକ୍ଷ୍ୟ ହେଉଛି ଆମେ ସମାଜର କିଛି ଲୋକଙ୍କ ପାଇଁ ବା ସମାଜର କିଛି ଉନ୍ନତି ପାଇଁ ଆମେ କାମ କରିବା। ବିଶେଷ କରି ଓଡ଼ିଶାର ମାନେ କିଛି ଯଦି ଆମ ଦ୍ୱାରା କିଛି ଉନ୍ନତି ସାଧନ ହେଇପାରିବ, ଯାହା ଆମର ନିଜ ସମ୍ବଳ ଆମେ ବିନିଯୋଗ କରି ଆମେ କରୁଛୁ। ଆମେ କୌଣସି ବାହାରୁ ଫଣ୍ଡ ନେଉନୁ, ନିଜସ୍ୱ ଅର୍ଥରେ ଆମେ ଏହାକୁ ପରିଚାଳନା କରୁଛୁ। ଜୟ ଜଗନ୍ନାଥ। ମୋ ନାଁ ହେଉଛି ଜଗବନ୍ଧୁ ବେହେରା। ଆମେ ଦୀର୍ଘ 10-15 ବର୍ଷ ହେଲା ଓଡ଼ିଶା ସେବକ ସଂଘ ତରଫରୁ ଆମେ ପ୍ରତିବର୍ଷ ଏଇ ଏପ୍ରିଲ 1 ଉତ୍କଳ ଦିବସକୁ ମହା ସମାରୋହରେ ସବୁବେଳେ ପାଳନ କରୁ। ବ୍ଲଡ୍ ଡୋନେସନ୍ ହେଉ, କେଉଁଠି ଗଛ ଲଗାଇବା ହେଉ, ଆଉ ଆମର ଯେଉଁ ବର୍ଷ ଯାକର ଯେତେ ଆମେ କାମ କରିଥାଉ, ଭଲ କାମ ସବୁ ଏଇଠି ଆମେ ତା ବିଷୟରେ ଆଲୋଚନା କରୁ, ମିଟିଂ କରୁ। ସ୍ୱାସ୍ଥ୍ୟ ଶିବିର ବହୁତ ଜାଗାରେ ମେଡ଼ିସିନ ବଣ୍ଟନ କରାଯାଏ। ଆମ ସେ ପାଇଁ କୁଜୁମହଲ, ପଥରଗାଡ଼ିଆ, ଆଦିବାସୀ ସାହି ଯେତେ ଫିରିକିନାଳି, ପିତାଗାଡ଼ିଆ, ବିଭିନ୍ନ ପ୍ରକାର ଗାଁ ସିଆଡ଼େ ଅଛି ଜଙ୍ଗଲ ଭିତରେ, ଆପଣ ବିଶ୍ୱାସ କରିପାରିବେନି। ଶୀତ ଦିନେ ବି ଆମେ କମଳ ନେଇକିନା ବାଣ୍ଟୁ ଏବଂ ଖାଦ୍ୟ ପଦାର୍ଥ, ପୁଡ଼ିଆ, ବିଭିନ୍ନ ପ୍ରକାର ଯେତେବେଳେ ଆମ ସଂଘ ଚାହେଁ ଆମେ ଯାଇ ସେଠି ସବୁ ବଣ୍ଟାବଣ୍ଟି କରୁ। ଆଉ ଆମେ ଏଇ ଦିନଟାକୁ ଅତି ଆଡ଼ମ୍ବର ସହକାରେ ପାଳନ କରୁ। ଆମେ ସମସ୍ତେ ମନେ ରଖୁ, ଯେତେ ଯାହାର ଯେଉଁଠି କାମ ଦେଲେ ନିଶ୍ଚିତ ଆସିବୁ। ଏବଂ ଏଇ ଦେଖନ୍ତୁ କେତେ ଲୋକ ସବୁ ବସିଛନ୍ତି, ତାଙ୍କ ପାଇଁ ଛତା ଆଉ ଗାମୁଛା ଆଉ ପାଣି ବୋତଲ ବିଭିନ୍ନ ପ୍ରକାର ତାଙ୍କୁ ଡୋନେଟ୍ କରାଯିବ ଆଜି। ଏବଂ ତାଙ୍କୁ ମଧ୍ୟ ଖାଇବା ପିଇବା ପାଇଁ ବ୍ୟବସ୍ଥା କରାଯାଇଛି। ଏଟାକୁ ଆମେ ବହୁ ଆଡ଼ମ୍ବରରେ ପାଳନ କରୁଛୁ ଆଉ।